नमस्कार दर्शक बंधु आपण मानकु उत्कल जगत न्यूज चैनल को स्वागत। आपण जदि आम चैनल को प्रथम करी आछंती दयाक निश्चय चैनल को सब्सक्राइब करेंगे एवं भिडियोटी भल लगिले लाइक कमेंट शेयर करने को जमार भी भूलिए नहीं, जहाद्वारा प्रतिदिन नुआ नुआ अपडेट पाइपर। तो आउ डेरी नक चलतु भिडियोटी आरंभ करवा। जम्मू एवं काश्मीर पहलगाम होता आतंकवादी आक्रमण को गोटे मास पड़ी। ଏହି ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ସୁରକ୍ଷା ନେଇ ଏଜେନ୍ସି ଗୁଡ଼ିକ ସଜାଗ ଅଛନ୍ତି। ଆକ୍ରମଣ ପରେ ଦେଶର ଗୋଇନ୍ଦା ସଂସ୍ଥା ଗୁଡ଼ିକ ପାକିସ୍ତାନର ଗୋଇନ୍ଦା ସଂସ୍ଥା ISI ପାଇଁ ଭାରତ ବିରୁଦ୍ଧରେ ଗୁପ୍ତଚର କାର୍ଯ୍ୟ କରୁଥିବା ଅନେକ ଲୋକଙ୍କୁ ଗିରଫ କରିଛନ୍ତି, ଯେଉଁଥିରେ ଜଣେ ପ୍ରସିଦ୍ଧ ୟୁଟ୍ୟୁବର ମଧ୍ୟ ସାମିଲ ଅଛନ୍ତି। ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ଏବେ ଭାରତରେ ନଜରକୁ ଆହୁରି କଡ଼ାକଡ଼ି କରାଯାଇଛି। ଯଦି ଆପଣ ଫୋନରେ କଥାବାର୍ତ୍ତା ସମୟରେ ଏହି ଶବ୍ଦ ଗୁଡ଼ିକୁ ବ୍ୟବହାର କରନ୍ତି, ଆପଣ ମଧ୍ୟ ଏଜେନ୍ସି ଗୁଡ଼ିକର ରାଡାରେ ଆସିପାରିବେ। ଆପଣଙ୍କୁ ଏହି ଶବ୍ଦ ବ୍ୟବହାର କରିବାରୁ ନିବୃତ୍ତ ରହିବା ଉଚିତ। ଯଦି ଆପଣ ଫୋନ୍ କଲ୍ କିମ୍ବା ମେସେଞ୍ଜର ମାଧ୍ୟମରେ ସମ୍ବେଦନଶୀଳ ଶବ୍ଦ ବ୍ୟବହାର କରନ୍ତି, ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆତଙ୍କବାଦୀ ଆକ୍ରମଣ ପରେ ଆଜିକାଲି ଦେଶରେ ବିଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଏଜେନ୍ସି ଗୁଡ଼ିକ ଇଣ୍ଟେଲିଜେନ୍ସ ବ୍ୟୁରୋ, ଜାତୀୟ ତଦନ୍ତ ଏଜେନ୍ସି ଏବଂ ସାଇବର କ୍ରାଇମ୍ ସେଲ୍ ସାଧାରଣ ଲୋକଙ୍କ ଫୋନ୍ କଲ୍ ଏବଂ ଇଣ୍ଟରନେଟ୍ ଟ୍ରାଫିକ୍ ଉପରେ ନଜର ରଖିଛନ୍ତି। ଯଦି ଆପଣ କୌଣସି ଦେଶ ବିରୋଧୀ କିମ୍ବା ହିଂସା ସମ୍ବନ୍ଧୀୟ କିମ୍ବା ଆତଙ୍କବାଦୀ ସମ୍ବନ୍ଧୀୟ ଶବ୍ଦ ବ୍ୟବହାର କରନ୍ତି, ତାପରେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଯଦି ଆପଣ ହ୍ୟାକିଂ, ବ୍ଲାଷ୍ଟ, RDX ଆକ୍ରମଣ, ବୋମା ଭଳି ଶବ୍ଦ ବ୍ୟବହାର କରନ୍ତି, ତେବେ ଆପଣ ସୁରକ୍ଷା ଏଜେନ୍ସିର ରାଡାରେ ଆସିପାରନ୍ତି। ଯଦି ଆପଣ ସାଧାରଣ କଥାବାର୍ତ୍ତା ସମୟରେ ଥରେ କିମ୍ବା ଦୁଇଥର ମଜାରେ ଏପରି ଶବ୍ଦ ବ୍ୟବହାର କରନ୍ତି, ତେଣୁ ଆପଣଙ୍କୁ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ। କିନ୍ତୁ ଆପଣ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ବିଷୟରେ କହିବା ସମୟରେ ଏହି ଶବ୍ଦ ଗୁଡ଼ିକ ବ୍ୟବହାର କରନ୍ତି, ତେବେ ଆପଣ ଗୋଇନ୍ଦା ଏଜେନ୍ସିର ରାଡାରେ ଆସିପାରନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ସାଧାରଣ ନାଗରିକଙ୍କ ଗୋପନୀୟତାକୁ ସମ୍ପୂର୍ଣ୍ଣ ସମ୍ମାନ କରାଯାଏ। ଯଦି ତୁମେ ଏପରି ଶବ୍ଦ ବାରମ୍ବାର ବ୍ୟବହାର କରୁଛ, ତେଣୁ ପୋଲିସ ତୁମକୁ ପଚରାଉଚରା କରିପାରିବ। ତଥାପି ଏପରି ମାମଲାରେ ଗିରଫଦାରୀର କୌଣସି ସିଧାସଳଖ ବ୍ୟବସ୍ଥା ନାହିଁ।